ଜଙ୍ଗଲରେ ବର୍ଷାର ମୌସୁମୀ ଆସିବାର ଥିଲା, ଯେଉଁଥିପାଇଁ ଜଙ୍ଗଲରେ ଗରମ ବହୁତ ଜୋରରେ ହେଉଥିଲା। ସବୁ ପକ୍ଷୀମାନେ ବର୍ଷା ଆସିବା ପୂର୍ବରୁ ଖାଇବା ଜମା କରିବା ପାଇଁ ଜଙ୍ଗଲ ସାରା ଘୁରି ବୁଲୁଥିଲେ। ଓଃ, କି ଗରମ ହେଉଛି! ଗଛରେ ଗୋଟେ ବି ପତ୍ର ହଲୁନି। କେତେ ଦିନ ଆଉ କେଜାଣି ଏମିତି ଗରମ ହେବ। ବର୍ଷା ଟିକେ ହେଲେ ଶାନ୍ତି ଲାଗନ୍ତା। ଏଇ ଯୋଉ ଗୁଳୁମୁଳିଆ ପବନ ହେଉଛି, ନିଶ୍ୱାସ ନେବା ପାଇଁ ବି କଷ୍ଟ ହେଉଛି। ତାପରେ ଦେଖୁନ, ମୋ ସ୍ତ୍ରୀ ମୋତେ ଖାଇବା ଆଣିବା ପାଇଁ ପଠେଇ ଦେଇଛି। ନିଜେ ତ ବହୁତ ଆରାମରେ ବସିଥିବ। ସେହି ସମୟରେ ବୁଢ଼ୀ ଚଢ଼େଇ ସେଇପଟେ ଦେଇ ଯାଉଥିଲା। ତା ସାଥିରେ ବହୁତ ଗୁଡ଼ା ସାମାନ ନେଇ ବହୁତ କଷ୍ଟରେ ଯାଉଥିଲା। ଆରେ ପୁଅ ପାରା, ଟିକେ ମୋତେ ସାହାଯ୍ୟ କରେ। କ'ଣ ସାହାଯ୍ୟ କରିବି ବୁଢ଼ୀ ମା? କୁହ ମୋତେ। ମୁଁ ଅନ୍ୟ ଜଙ୍ଗଲରେ ରହୁଥିଲି। ସେହି ଜଙ୍ଗଲର ପକ୍ଷୀମାନେ ମୋ ଉପରେ ବହୁତ ଅତ୍ୟାଚାର କରୁଥିଲେ। ମୁଁ ବୁଢ଼ୀ ହୋଇଯିବାରୁ ମୋତେ ବୋଝ ଭାବିକି ଜଙ୍ଗଲରୁ ବାହାର କରିଦେଲେ। ମୁଁ ମୋର ସବୁ ଜିନିଷପତ୍ର ନେଇ ଚାଲି ଆସିଛି। ପୁଅ, ତୁ କ'ଣ କିଛି ଦିନ ପାଇଁ ମୋତେ ରହିବା ପାଇଁ ଜାଗା ଟିକେ ଦେବୁ? ଓ ବୁଢ଼ୀ ମା, ତମ ଦୁଃଖପୂର୍ଣ୍ଣ କାହାଣୀ ଶୁଣିକି ଭାବୁଛ କ'ଣ ମୁଁ ତରଳି ଯିବି? ସେମିତିରେ ବି ଆଗକୁ ବର୍ଷା ଆସୁଥିବାରୁ ମୁଁ ବହୁତ ଚିନ୍ତାରେ ଅଛି। ତାପରେ ତମେ ଆସିଗଲ ମୋ ମୁଣ୍ଡ ଖାଇବାକୁ। ଚାଲ ଚାଲ, ଯାଅ ଏଠୁ। ଅନ୍ୟ ଜଙ୍ଗଲର ପକ୍ଷୀମାନେ ବାହାର କରିଦେଲେ ବୋଲି ଚାଲି ଆସିଲ ଆମ ଜଙ୍ଗଲକୁ ରହିବା ପାଇଁ। ଆମ ଜଙ୍ଗଲ କ'ଣ ମାଗଣା ପଡ଼ିଛି? ଆରେ ଆରେ ପୁଅ, ରାଗୁଛୁ କ'ଣ ପାଇଁ? ସେମିତିରେ ମନା କରିଦେଇଥିଲେ ମୁଁ ଚାଲି ଯାଇଥାନ୍ତି। ଏତେ କଥା ଶୁଣିବାର କ'ଣ ଥିଲା? ବୁଢ଼ୀ ଚଢ଼େଇ ମନ ଦୁଃଖରେ ତାର ସବୁ ଜିନିଷପତ୍ର ନେଇ ସେଠୁ ଚାଲିଗଲା। ଜିନିଷପତ୍ରର ଓଜନ ବହୁତ ଅଧିକ ଥିବାରୁ ସେ ଭଲରେ ଉଡ଼ି ପାରୁନଥିଲା। ଆରେ ପୁଅ, ମୋତେ ଟିକେ ସାହାଯ୍ୟ କରେ। ମୁଁ ଗୋଟେ ଅସହାୟ ବୁଢ଼ୀ ଜଣେ। କାଳୁ କାଉ ମସ୍ତ ନିଦରେ ଶୋଇଥାଏ। ପୁଅ, ମୁଁ କିଛି କହୁଛି ତତେ, ମୋତେ ଟିକେ ସାହାଯ୍ୟ କରେ। ମୁଁ ବହୁତ ଜୋରେ ଥକି ଯାଇଛି। ବୁଢ଼ୀ ଚଢ଼େଇର କଥା ଶୁଣି କାଳୁକାର ନିଦ ଭାଙ୍ଗିଯାଏ। କ'ଣ ହେଲା ବୁଢ଼ୀ ମା? ତମର କ'ଣ ଏମିତି ହେଲା ଯେ ମୋ ନିଦଟାକୁ ଭାଙ୍ଗିଦେଲ? ପୁଅ, ମୋତେ ଅନ୍ୟ ଜଙ୍ଗଲର ପକ୍ଷୀମାନେ ବୋଝ ଭାବିକି ଜଙ୍ଗଲରୁ ବାହାର କରିଦେଲେ। ମୁଁ ବହୁତ କଷ୍ଟରେ ଏତେ ଓଜନିଆ ସାମାନ ଗୁଡ଼ାକ ନେଇ ଏଠିକି ଆସିଛି। ମୁଁ ଆଉ ଏ ବସ୍ତା ଗୁଡ଼ାକ ନେଇ ଆଗକୁ ଯାଇପାରିବିନି। ପୁଅ କାଉ, ମୋତେ ଟିକେ ସାହାଯ୍ୟ କର। ମୋ ପାଖରେ ରହିବା ପାଇଁ ଘର ନାହିଁ। ତୁ ଯଦି ବର୍ଷା ଦିନ ଗୁଡ଼ାକ ରହିବା ପାଇଁ ଟିକେ ଜାଗା ଦିଅନ୍ତୁ, ତାହେଲେ ତୋର ମଙ୍ଗଳ ହୁଅନ୍ତା। ଓ ପାଗଳ କି ତମେ? ତମେ ଆଗୁଆ କୁହ, ମୋ ଘର ଭିତରକୁ କେମିତି ଆସିଲ? ଓ, କବାଟ ଖୋଲା ଥିବାରୁ ତମେ ଘର ଭିତରକୁ ପଶି ଆସିଛ ନୁହେଁ? ପୁଅ, ଟିକେ ତ ସାହାଯ୍ୟ କରେ। ଜମା କରିବିନି, ଜମା କରିବିନି। ମୋ ଘରକୁ କ'ଣ ଅନାଥ ଆଶ୍ରମ ଭାବିଲ କି? ତମକୁ ସେପଟ ଜଙ୍ଗଲରୁ ବାହାର କରିକି ଭଲ କରିଛନ୍ତି। ତମେ ତାଙ୍କମାନଙ୍କର ନିଦ ବି ଖରାପ କରିଦେଉଥିବ। ପୁଅ, ଏମିତିକା କଥା କହୁଛୁ ମୋତେ? ମୁଁ ତୋଠୁ ବୟସରେ ବଡ଼ ହେବି, ଏମିତି ତ କହନା ମୋତେ। ତୋ ବୟସକୁ ଦେଖିକି ବହୁତ ଚୁପ୍ ରହିଲି ମୁଁ। ଚାଲ ବୁଢ଼ୀ ଚଢ଼େଇ, ବାହାର ମୋ ଘରୁ ଚାଲ। ବୁଢ଼ୀ ଚଢ଼େଇ ବହୁତ ମନ ଦୁଃଖରେ କାଳୁକାର ଘରୁ ଚାଲିଗଲା। ଆରେ ବୁଢ଼ୀ ମା, କେଉଁଠୁ ଆସିଲ ତମେ? ଲାଗୁଛି ବହୁତ ହାଲିଆ ହୋଇଯାଇଛ ବୋଧେ। ହଁ ଝିଅ, ମୁଁ ବହୁତ ଥକି ଯାଇଛି। ମୋତେ ଟିକେ ପାଣି ଦେବୁ? ଟିକେ ରୁହ ମା, ମୁଁ ଏବେ ତୁମ ପାଇଁ ପାଣି ଆଣୁଛି। ବୁଲବୁଲ ଚଢ଼େଇ ବୁଢ଼ୀ ମାଆକୁ ଥଣ୍ଡା ଥଣ୍ଡା ପାଣି ପିଇବାକୁ ଦେଲା। ମୁଁ ଜଙ୍ଗଲରେ ଦୁଇଟି ପକ୍ଷୀକୁ ସାହାଯ୍ୟ ମାଗିଲି, ହେଲେ ସେମାନେ ଦୁଇ ଜଣ ମୋତେ ମନା କରିଦେଲେ। ତୁ ମୋତେ ବହୁତ ଭଲ ଲାଗୁଛୁ। ହଁ ମା, ମୋ ହୃଦୟରୁ ବହୁତ ଭଲ। ବୁଢ଼ୀ ଚଢ଼େଇ ବର୍ଷା ଦିନ ଯାକ ରହିବା ପାଇଁ ବୁଲବୁଲ ଚଢ଼େଇକି କହିଲା। ଦେଖ, ଲୋକଙ୍କୁ ଆଙ୍ଗୁଠି ଧରିବାକୁ କହିଲେ ପୁରା ହାତ ହିଁ ଧରି ଦେଉଛନ୍ତି। ଓ ବୁଢ଼ୀ ମା, ମୁଁ ଏତେ ବି ଭଲ ନୁହେଁ କି ମୋ ଘରେ ଜାଗା ଦେଇଦେବି। ଚାଲ ଚାଲ, ପାଣି ପିଇଦେଲ ତ, ଏବେ ଯା ଏଠୁ। ବୁଢ଼ୀ ଚଢ଼େଇ
ବୁଲବୁଲ ଚଢ଼େଇର ଅସଲ ରୂପ ଜାଣିପାରିଲା। ସେଠୁ ବାହାରି ସେ ଏକ ଜାଗାରେ ବସିଥାଏ। ସେତିକି ବେଳେ ମିନୁ ଚଢ଼େଇ ଆସି ତା ପାଖରେ ପହଞ୍ଚିଲା। ବୁଢ଼ୀମା, ତମେ କେଉଁଠୁ ଆସିଛ? ଆଗରୁ ତ ତୁମକୁ ଏ ଜଙ୍ଗଲରେ କେବେ ଦେଖିନି। ଝିଅ, ମୁଁ ବହୁତ ହଇରାଣ ହେଇଗଲିଣି ଆଉ ଥକି ବି ଗଲିଣି। ମୁଁ ଭାବିଥିଲି ଏ ଜଙ୍ଗଲରେ ସମସ୍ତେ ଦୟାଳୁ ହୋଇଥିବେ, ହେଲେ ଛାଡ଼, ଆଜିକାଲିକା ଦୁନିଆରେ କିଏ ବା କାହାକୁ ସାହାଯ୍ୟ କରିବ? ବୁଢ଼ୀମା, କ'ଣ ତ ହୋଇଛି କୁହ? ବୁଢ଼ୀମା ସହିତ ଘଟିଥିବା ସବୁ ଘଟଣା ସେ ମିନୁ ଚଢ଼େଇକୁ କହିଲା। ବୁଢ଼ୀମା, ସବୁ ପକ୍ଷୀମାନଙ୍କ ପାଇଁ ମୁଁ ତୁମକୁ କ୍ଷମା ମାଗୁଛି। ବହୁତ ଜଲ୍ଦି ଜଙ୍ଗଲକୁ ବର୍ଷା ଆସିଯିବ ତ, ସେଥିପାଇଁ ସବୁ ପକ୍ଷୀମାନେ ଖାଇବା ଯୋଗାଡ଼ କରିବା ପାଇଁ ବ୍ୟସ୍ତ ଅଛନ୍ତି। ହେଲେ ତମେ ଜମାରୁ ବ୍ୟସ୍ତ ହୁଅନି, ମୋ ସହିତ ଚାଲ, ମୋ ଘରେ ରହିବ। ସେଠି ତୁମର କିଛି ବି ଅସୁବିଧା ହବନି। ମିନୁ ଚଢ଼େଇ ବୁଢ଼ୀମାର ସବୁ ଜିନିଷପତ୍ର ସାଙ୍ଗରେ ଧରି ତା ଘରକୁ ନେଇଗଲା। ବୁଢ଼ୀମା, ଖାଇବା ଖାଇଦିଅ। ଅନ୍ୟ ଜଙ୍ଗଲରୁ ଆସିକି ବହୁତ ଥକି ଯାଇଥିବ। ଝିଅ, ତତେ ବହୁତ ବହୁତ ଧନ୍ୟବାଦ। ସତରେ ତୁ ବହୁତ ଭଲ। ମିନୁ ଚଢ଼େଇ ବୁଢ଼ୀମାର ବହୁତ ଧ୍ୟାନ ରଖୁଥିଲା। ବୁଢ଼ୀମା ବି ବହୁତ ଆରାମରେ ରହୁଥିଲା। ଏମିତି କିଛି ଦିନ ବିତିଗଲା। ଅଚାନକ ଗୋଟିଏ ଦିନ ବହୁତ ଜୋରରେ ବର୍ଷା ହେଲା। ହେଇଟି ଶୁଣୁଛ? ଘରେ ଯେତିକି ବି ଖାଇବା ଥିଲା ସବୁ ସରିଗଲା। ଏବେ ଆମେ କ'ଣ ଖାଇବା? ମୋତେ ବହୁତ ଜୋରେ ଭୋକ ଲାଗିଲାଣି। ଯାଉନ କିଛି ଖାଇବାକୁ ଆଣିବ। ତମେ କ'ଣ ମତେ ସୁପରମ୍ୟାନ ଭାବିଲ କି? ବାହାରେ ଏତେ ଜୋରରେ ବର୍ଷା ସହିତ ଘଡ଼ଘଡ଼ି ମାରୁଛି, ମୁଁ କ'ଣ ମରିବାକୁ ଯିବି କି? ଜଙ୍ଗଲରେ ସବୁ ପକ୍ଷୀମାନେ ଖାଇବା ପାଇଁ ଡହଳ ବିକଳ ହେଉଥିଲେ। ବାହାରେ ବହୁତ ଜୋରରେ ବର୍ଷା ହେଉଥାଏ। ଲାଗୁଛି ତମେମାନେ ବି ଖାଇବା ଖୋଜିବା ପାଇଁ ଆସିଛ। ହଁ ପାରା ଭାଇ, ଖାଇବା ତ ଯୋଗାଡ଼ କରିବାକୁ ପଡ଼ିବ ନା। ଭଲ ହୋଇଥାନ୍ତା ଯଦି ବର୍ଷା ଆସିବା ପୂର୍ବରୁ ଖାଇବା ଯୋଗାଡ଼ କରିକି ରଖିଥାନ୍ତେ। ଆରେ, ଆମେ ସମସ୍ତେ ତ ଏଠି ଅଛେ, ହେଲେ ମିନୁ ଚଢ଼େଇ ତ ଆସିନାହିଁ। ମତେ ଲାଗୁଛି ତା ପାଖରେ ଖାଇବାକୁ ଅଛି ବୋଧେ। ଚାଲ ସମସ୍ତେ ତା ଘରକୁ ଯିବା, ଦେଖିବା ତା ପାଖରେ କ'ଣ ଏମିତି ଖାଇବାକୁ ଅଛି ଯେ ସେ ବର୍ଷାରେ ବାହାରକୁ ଆସୁନି। ସବୁ ଚଢ଼େଇମାନେ ମିନୁ ଚଢ଼େଇ ଘର ଆଡ଼କୁ ଚାଲିଲେ। ଘରେ ପହଞ୍ଚିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ମିନୁ ଚଢ଼େଇ ଘରେ ବହୁତ ସାରା ଖାଇବା ଜିନିଷ ଥିଲା। ଏ ମିନୁ ଚଢ଼େଇ, ତୁ ଏତେ ସାରା ଖାଇବା କେମିତି ଜମା କରିଦେଲୁ? ନାଇଁ ନାଇଁ, ଏ ଖାଇବା ମୋର ନୁହେଁ। ଏ ଖାଇବା ତ ବୁଢ଼ୀ ମା'ର। ସେ ଅନ୍ୟ ଜଙ୍ଗଲରୁ ଏସବୁ ଖାଇବା ନେଇକି ସାଙ୍ଗରେ ଆସିଛି। ସବୁ ପକ୍ଷୀମାନେ ନିଜ ନିଜ ଭୁଲ ବୁଝିପାରିଲେ ଆଉ ବୁଢ଼ୀ ମାଆକୁ କ୍ଷମା ମାଗିଲେ।